ଅନନ୍ତପ୍ରଭା ମାସିକ ପତ୍ରିକାର 50ତମ ବାର୍ଷିକ ଉତ୍ସବ ପାଳନ। ଧର୍ମ, ଶିକ୍ଷା, ସଂସ୍କାର ସମ୍ବାଦ ଭିତ୍ତିକ ମାସିକ ପତ୍ରିକା ଅନନ୍ତପ୍ରଭା ଏବଂ ଶିଶୁ ଅନନ୍ତ ଆଶ୍ରମର 55ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଅନନ୍ତପ୍ରଭା ମାସିକ ପତ୍ରିକାର 50ତମ ଉତ୍ସବ ମହା ସମାରୋହରେ ନିଡ଼ାମ୍ବର ଭାବେ ପାଳନ ହେଉଛି। ଏହି 50ତମ ଉତ୍ସବରେ ଅନନ୍ତପ୍ରଭାର ପ୍ରତିଷ୍ଠାତା ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ନିଜର ଅନନ୍ତପ୍ରଭା ପ୍ରତି ଥିବା ସଦିଚ୍ଛା ଓ ଆଶୀଷ ବ୍ୟକ୍ତ କରି କହିଥିଲେ, ବହୁ ଘାତ ପ୍ରତିଘାତ ଭିତରେ ଆଜି ଅନନ୍ତପ୍ରଭାକୁ 50 ବର୍ଷ ହେଲାଣି ଜାଣି ଅତ୍ୟନ୍ତ ଖୁସି ଅନୁଭବ ହେଉଛି। ଏହି ସଭାରେ ବିଶିଷ୍ଟ ପଣ୍ଡିତ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମଙ୍ଗଳାଚରଣ ବେଦ ପାଠ କରିଥିଲେ ଏବଂ ପରମାତ୍ମୀ ଦାସ ଶଙ୍ଖବଦନ କଲାବେଳେ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ୱଳିତ କରି ସଭା ଉଦ୍ଘାଟନ କରିଥିଲେ। ସଂଯୋଜକ ଭାବେ ଅନନ୍ତପ୍ରଭାର ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ। ତେବେ ଏହି ସଭାରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପରିଜା, ପଦ୍ମନାଭ ମିଶ୍ର ଓ ଜି.କେ. ରାଓଙ୍କ ଅବଦାନରେ ମାସିକିଆ ଅନନ୍ତ ଆଲୋକ ପ୍ରକାଶିତ ହୋଇଥିଲା। ପ୍ୟାରୀମୋହନ ରାଉତରାୟ ଏହି ପତ୍ରିକାର ଦୀର୍ଘ ଜୀବନ ପାଇଁ ଭକ୍ତ ଓ ଶିଷ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏଥିରେ ଆଦ୍ୟ ସେବକ ଭାବେ 8 ଜଣଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଶିଶୁ ଅନନ୍ତ ଆଶ୍ରମର 55ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳାର ଏ ଶୁଭ ଅବସର ଏବଂ ଏ ପ୍ରେକ୍ଷାପଟରେ ଏହି ଆଶ୍ରମ ପ୍ରାଙ୍ଗଣରେ 1974 ମସିହାରୁ ପ୍ରାରମ୍ଭ ହୋଇଥିବା ଶିଶୁ ଅନନ୍ତ ଆଶ୍ରମର ମୁଖପତ୍ର ଅନନ୍ତ ଜ୍ୟୋତି, ସେ ପତ୍ରିକା ପରବର୍ତ୍ତୀ ସମୟରେ ତାର ନାମ ବଦଳିଛି ଅନନ୍ତ ଆଲୋକ ଏବଂ ଶେଷ ମୁହୂର୍ତ୍ତରେ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇଥିଲା ଅନନ୍ତ ପ୍ରଭା ନାମରେ। ସେ ଅନନ୍ତ ପ୍ରଭା ପତ୍ରିକା ଯାହା ପୂର୍ବରୁ ଅନନ୍ତ ଜ୍ୟୋତି ନାମରେ ପ୍ରକାଶିତ ହେଉଥିଲା 50 ବର୍ଷ ଆଜି ପୂରଣ କରୁଛି। ତେଣୁ ଏଇ ଯେଉଁ ପବିତ୍ର ପୀଠରେ ଆପଣମାନେ ଆଜି ଦେଖୁଛନ୍ତି ଜନସମାଗମ ଓଡ଼ିଶାର ପୁରପଲ୍ଲୀରେ କେବଳ ଓଡ଼ିଆ ଭାଷାରେ ନୁହଁ, ଅନନ୍ତ ଜ୍ୟୋତି, ଅନନ୍ତ ଆଲୋକ, ଅନନ୍ତ ପ୍ରଭା 4ଟି ଭାଷାରେ ସମ୍ପାଦିତ ହୋଇଛି। ତାକୁ ଅନୁବାଦ ହୋଇଥିଲା, ଗୋଟେ ଓଡ଼ିଆରେ ବର୍ତ୍ତମାନ ବାହାରୁଛି, ହିନ୍ଦୀରେ ଯେତେବେଳେ ବାହାରୁଥିଲା ମୁଁ ତାକୁ ନିଜେ ମଧ୍ୟ ହିନ୍ଦୀରେ ନୂଆଦିଲ୍ଲୀରେ ତାକୁ ପରିପ୍ରକାଶ କରାଯାଉଥିଲା, ବଙ୍ଗଳା ଭାଷାରେ ମଧ୍ୟ ହେଉଥିଲା। ଏଇଭଳି ଭାବରେ 2-3ଟି ଭାଷାରେ ତା ପରିପ୍ରକାଶ ହେଉଥିଲା। ଏବଂ ଆଜିର ଏଇ ଯେଉଁ ଉତ୍ସବରେ ଇଏ ସେବକ ଖନା ବଳିଆ ବଚନ ନାମରେ ଏକ ପୁସ୍ତକ ଯାହା ଲେଖିଥିଲେ ତାହା ମଧ୍ୟ ଉନ୍ମୋଚନ କରାଯାଇଛି। ଏବଂ ଦ୍ୱିତୀୟ ପୁସ୍ତକ ମହାଭାରତର ଯୁଦ୍ଧରେ ଭଗବାନ କୃଷ୍ଣ 700 ଶ୍ଲୋକ କହିନଥିଲେ ଗୀତା ଭାବରେ, ଯେଉଁ କେତୋଟି ଶ୍ଲୋକ କହିଥିଲେ ଗୁରୁଦେବ ବାବା ବଳିଆଙ୍କୁ ଜଣେ କେହି ସ୍ୱପ୍ନାବେଶ ହୋଇ ସେ କୁରୁକ୍ଷେତ୍ର ଧାମରେ କହିଥିଲେ, ତାହା ମଧ୍ୟ ଦ୍ୱିତୀୟ ପୁସ୍ତକ ଭଗବତ ଗୀତାଙ୍କର ମୂଳ ଶ୍ଳୋକାବଳୀ ନାଁରେ ତାହା ମଧ୍ୟ ପ୍ରକାଶ ପାଇଛି। ଏବଂ ଓଡ଼ିଶାର ପୁରପଲ୍ଲୀରେ ଏ ପତ୍ରିକା ଏକ ସଂସ୍କାର ଧର୍ମୀ ପତ୍ରିକା, ଚେତନା ଧର୍ମୀ ପତ୍ରିକା, ଶିକ୍ଷାମୂଳକ ପତ୍ରିକା, ସାମାଜିକ ସଂସ୍କାର, ଜୀବନ ସଂସ୍କାର ଏବଂ ବ୍ୟକ୍ତିର ଚରିତ୍ର ଗଠନ ଠାରୁ ରାଷ୍ଟ୍ର ଶାନ୍ତି, ବିଶ୍ୱ ଶାନ୍ତିର ବାର୍ତ୍ତା ଏଥିରେ ପ୍ରଦାନ କରାଯାଏ ଏବଂ ସେହି ପତ୍ରିକାର ଏ ଉତ୍ସବ ଆଜି ପାଳନ କରାଯାଏ। ଇଏ ହେଉଛି 55ତମ ଚତୁର୍ଦ୍ଦଶୀ ମେଳା ଅନନ୍ତଙ୍କ ପୀଠରେ। ଅକ୍ଷୟ ତୃତୀୟାରୁ ଇଏ ପ୍ରତ୍ୟେକ ବର୍ଷ ଆରମ୍ଭ ହୁଏ ଏବଂ ପୂର୍ଣ୍ଣମୀ ଦିନ ଶେଷ ହୁଏ। ପୂର୍ଣ୍ଣମୀ ଠାରୁ 7 ଦିନ ପର୍ଯ୍ୟନ୍ତ ଗୋଟେ ବ୍ରହ୍ମ ସେବା ହୁଏ। 7 ଦିନ ପରେ ତାଙ୍କର ନବଯୌବନ ବେଶ ମଧ୍ୟ ଅନୁଷ୍ଠିତ ହୁଏ। ସେହି କାର୍ଯ୍ୟକ୍ରମ ଭିତରେ ଲକ୍ଷ୍ମୀ ବେଶ, ନୀଳମାଧବ ବେଶ, ନୃସିଂହ ବେଶ, ଦଧିବାବନ ବେଶ ଏସବୁ ଅନୁଷ୍ଠିତ ହୁଏ। ଆଜି ଯେଉଁ କାର୍ଯ୍ୟକ୍ରମ ଚାଲିଛି ଇଏ ହେଉଛି ଏଇ ପୀଠର ପତ୍ରିକା ଅନନ୍ତ ପ୍ରଭା, ତାର 50ତମ ବାର୍ଷିକ ଉତ୍ସବ ପାଳନ ହେଉଛି, ସୁବର୍ଣ୍ଣ ଜୟନ୍ତୀ। ଇଏ ଅନନ୍ତ ଆଲୋକ, ଅନନ୍ତ ପ୍ରଭାରୁ ଏ ଅନନ୍ତ ଜ୍ୟୋତି ଏମିତି ବିଭିନ୍ନ ନାଁ ନେଇ ବର୍ତ୍ତମାନ ଅନନ୍ତ ପ୍ରଭା ରୂପରେ ସେ ତାର ଆତ୍ମପ୍ରକାଶ କରିଛି। ଏଇ ପତ୍ରିକା ମାଧ୍ୟମରେ ଆମେ ପରିବେଶର କଥା, ଗଣତନ୍ତ୍ରର କଥା, ଅନ୍ଧବିଶ୍ୱାସର କଥା, ବିଶ୍ୱର ସମସ୍ୟା, ଗଣତନ୍ତ୍ରର ସମସ୍ୟା, ଦେଶର ସମସ୍ୟା, ରାଜ୍ୟର ସମସ୍ୟା ଠାରୁ ଆରମ୍ଭ କରି ଗାଁ ଗହଳିରେ ଘଟୁଥିବା ଗାଉଁଲି କଜିଆ, ସେ ସବୁ କଥାକୁ ଆମେ ଏଠି ଏକତ୍ରିତ କରି ପତ୍ରିକା ମାଧ୍ୟମରେ ଆମେ ସମାଜକୁ ବାର୍ତ୍ତା ଦେଉ। ବିଶେଷତଃ ଭାବରେ ମୋର ବାର୍ତ୍ତା ଆଜିର ସମାଜର ପୁଅ ଝିଅମାନଙ୍କୁ ବା ଯୁବପିଢ଼ିମାନଙ୍କୁ ମୁଁ ଦିଏ ଏବଂ ବୁଢ଼ାବୁଢ଼ୀମାନଙ୍କୁ ଆମେ ଆଉ ବୟସ୍କ ବ୍ୟକ୍ତିମାନଙ୍କୁ କ'ଣ ଦେଇପାରିବୁ, ତାଙ୍କୁ ସାନ୍ତ୍ୱନାମୂଳକ ଦେଉ। ଆଉ ସମାଜରୁ ଅନ୍ଧବିଶ୍ୱାସ ଦୂରୀଭୂତ ପାଇଁ
एठी खाली कथारे हुए ना, एठी जहाँ कहुए ताहा ही करे। एवं जेतेबेले आमको पद्मश्री मिलिला सेही कार्य करने समग्र भारत वर्षरे आमको आहुरी सुजोग सृष्टि कला। तीर्तलरू MS राजन कुमार को रिपोर्ट, नीलाद्रि साहा मीडिया लाइव।